ଦୟାକରି ପ୍ରଭୁଙ୍କ ଦାସ ଏହି ସ୍ଥାନକୁ ଆସିବେ। ନିରୂପିତ ଅଂଶ ପରେ ଆମମାନଙ୍କୁ ପ୍ରଭୁଙ୍କ ବାକ୍ୟ ନିରୂପିତ ସମୟରେ ସେ ପ୍ରଦାନ କରିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରୁଛି। ଆମେ ଏ ସମୟରେ ଆସିବା ସମୟରେ ତାଙ୍କୁ ସମ୍ମାନ ସ୍ପଦ କରିବା। ସମସ୍ତେ ଆମେ ଉଚ୍ଚ କରତଳ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆମେ ସଂକ୍ଷିପ୍ତ ଭାବରେ ପ୍ରଭୁଙ୍କର ପ୍ରିୟ ଦାସଙ୍କୁ ସ୍ୱାଗତ କରିବୁ। ତାବରଣ ମଣ୍ଡଳୀ ପକ୍ଷରୁ ଅନୁରୋଧ କରିବି ଆମମାନଙ୍କର କୋଷାଧ୍ୟକ୍ଷ ମହାଶୟ ଦୟାକରି ପଟକୁ ଆସନ୍ତୁ। ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ଏକ ମିଷ୍ଟଭାଷୀ ଏକ ସ୍ୱଚ୍ଛ ବକ୍ତା ପ୍ରଭୁ ଯୋଗେଇଛନ୍ତି। ତାଙ୍କୁ ଆମେ ମଣ୍ଡଳୀ ପକ୍ଷରୁ ସ୍ୱାଗତ କରୁଅଛୁ। ଆମେ ସମସ୍ତେ କରତାଳ ଦେଇ ପ୍ରଭୁଙ୍କର ପ୍ରିୟ ଦାସଙ୍କୁ ମଣ୍ଡଳୀ ପକ୍ଷରୁ ସ୍ୱାଗତ କରିବା। चारि दिन मध्य जो मुख्य वक्ता माने अछंती सेमानक मध्यरे अन्यतम आमरकर प्रोफेसर राजपति पाणी नुआगड़ एई सभार वाक्य परिवेषण करिवा पई मंडली एवं सम्मिलनी तांको चयन करिसंती। आउ प्रभुक दास पाई मध्य सम्मिलित रूपरे में सम्मानित करिवा आमनकर उपसभापति एवं संपादक वक्ता महाशय को सम्मानित करेंगे। समस्त टिके आमे उच्च करताली देबा, उच्च करताली देबा। धन्यवाद। समस्त को भक्तिपूर्ण नमस्कार। प्रभु को महत नाम को धन्यवाद दिए। सुंदर सुजोग अवकाश आसवा क्षणी पहुंचवा क्षणी प्रभु को धन्यवाद दिए सुजोग पाई। प्रिय मंडली कथिरे स्थानीय मंडली कथिरे मंडली सम्मेलन कथिरे ए सुजोग निमंते मु विशेष भाव धन्यवाद अर्पण करुछि। आपण माने जतेक उपस्थित प्रत्येक निकटरे हृदयर गभीर कोणरू सभक्ति अभिनंदन ज्ञापन करुछि। ईश्वरंक वाक्य गीत संहिता 118 तार 23 पद एहा सदा प्रभुंक कर्म एहा आम्मानक दृष्टि रे आश्चर्य। गीत 113 रु 118 पर्यंत एतिकी गीत को इजिप्शियन हालेल बोली कहा जाए, अर्थात मिसरीय प्रशंसा गीति। ता माने नुह यह मिसर देश रे रचित किंबा मिसरीय कौन सी लेखकों को द्वारा लिखित ताहा नुहे। इजिप्शियन हालेल 113 रु 118 मिसरीय गीतिमाला एथिपाई सेमानकु एही नाम दिया जाइछि जे निस्तार पर्व समय रे जिहुदी माने एतिकी गीत से माने स्वर देई गीत बोलुथिले 113 रु 118 गीत पर्यंत। प्रतिटी निस्तार पर्व रे जिहुदी माने ईश्वर को उद्धार को स्मरण करी विजय को स्मरण करी एही गीत सबू बोलुथिले। आउ 113
18 ଗୀତଟି ଏ ଗୀତିମାଳାର ଶେଷ ଗୀତ। ନିସ୍ତାର ପର୍ବ ଶେଷ ହେବା ବେଳେ 118 ଗୀତ ବୋଲି ସେମାନେ ଶେଷ କରୁଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ କ୍ରୁଶାର୍ପିତ ହେବା ପୂର୍ବରୁ ଲାଷ୍ଟ ଗୀତ ସେ ଯାହା ଗାଇଥିଲେ ତାହା ହଉଛି ଏହି 118 ଗୀତ। ଏହି ଇଜିପ୍ସିଆନ ହାଲେଲ ଗୀତିମାଳାର ବିଶେଷତ୍ୱ ହଉଛି ଏହା ଯେ ପ୍ରତିଟି ଗୀତର ଆରମ୍ଭ ଏବଂ ଶେଷ 113 ରୁ 118 ଯାଏ ପ୍ରତିଟି ଗୀତର ତାର ଆରମ୍ଭ ଏବଂ ଶେଷ ଡକ୍ସୋଲୋଜି ଅର୍ଥାତ୍ ଈଶ୍ୱରଙ୍କ ପ୍ରଶଂସା ଉପରେ ତାହା ବର୍ଣ୍ଣନା କରେ। ଆମେ ଯେବେ 118 ଗୀତ ନିକଟକୁ ଏ ଗୀତିମାଳାର ଶେଷ ଗୀତ ନିକଟକୁ ଆମେ ଆସୁଛେ, ଏହି ଗୀତରେ ଗୀତ ଲେଖକ ସେ ଏକ ମହାମୁକ୍ତି ମହା ଉଦ୍ଧାର ପାଇଥିବା ଆମେ ଦେଖିବାକୁ ପାଉ। ବିଶେଷ ଭାବେ କେତେକ ପଦକୁ ଯଦି ଆମେ ନଜର ଦେବା, 5 ପଦ ପାଠ କରିବେ କି କିଏ ଯଦି ପ୍ରସ୍ତୁତ ଅଛନ୍ତି? ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ସଦାପ୍ରଭୁ ମତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ। 5 ପଦ। ତାପରେ 12 ପଦ ଦେଖନ୍ତୁ, ସେମାନେ ମହୁମାଛି ପରି ମତେ ଚାରିଆଡେ ଘେରିଲେ, ସେମାନେ କଣ୍ଟା ନିଆଁ ପରି ଲିଭି ଯାଇ ଅଛନ୍ତି, ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। 18 ପଦ, ସଦାପ୍ରଭୁ ମତେ ଭାରି ଶାସ୍ତି ଦେଇ ଅଛନ୍ତି, ମାତ୍ର ସେ ମୃତ୍ୟୁ ହସ୍ତରେ ମତେ ସମର୍ପି ଦେଇ ନାହାନ୍ତି। 22 ପଦ, ଗାନ୍ଧକ ମାନେ ଯେଉଁ ପଥର ଅଗ୍ରାହ୍ୟ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହୋଇଅଛି। ଏହା ସଦାପ୍ରଭୁଙ୍କ କର୍ମ, ଏହା ଆମମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ। ଯେବେ ଏହି ସମସ୍ତ ପଦ ସମୂହ ଆମେ ନିରେଖି ଦେଖୁଅଛୁ, ଲକ୍ଷ୍ୟ କରୁଅଛୁ, ଗୀତ ଲେଖକ ନିଶ୍ଚିତ ଭାବେ ଗୋଟେ ମହା ବିପତ୍ତିରେ ପଡିଥିଲେ। ସୈନ୍ୟ ସାମନ୍ତଙ୍କ ଘେରାଉ ଭିତରେ ସେ ଛନ୍ଦି ହୋଇ ଯାଇଥିଲେ। ଛଳ ଛଳ ହୋଇ ଗୋଟେ ବିଷୟ ଦେଖାଯାଉଥିଲା, ତାହା ହଉଛି ମୃତ୍ୟୁ। ମାନେ ଗୋଟିଏ କ୍ଲିକ୍ ଦୂରତାରେ ମୃତ୍ୟୁ ରହିଛି ଏ ଗୀତ ଲେଖକଙ୍କ ପାଇଁ। ସମସ୍ୟା କହିଲେ ନ ସରେ, ଆଉ ସେ ଉଦ୍ଧାର ପାଇବା ପରି କିଛି ନାହିଁ, ବର୍ତ୍ତି ଯାଇପାରିବେ ସେମିତି କିଛି ନାହିଁ। ମରଣାନ୍ତକ ସଙ୍କଟ ତାଙ୍କ ପାଇଁ ଆସିଅଛି। ଆଉ ସେମିତି ଭିତରେ ପ୍ରଭୁ ତାଙ୍କୁ ଆଶ୍ଚର୍ଯ୍ୟ ଭାବରେ ସେ ଅସମ୍ଭବ ପରିସ୍ଥିତି ମଧ୍ୟରେ ଥିବା ବେଳେ ଈଶ୍ୱର ଆଶ୍ଚର୍ଯ୍ୟ କର୍ମ କଲେ, ଆଉ ତାଙ୍କୁ ଉଦ୍ଧାର ଜାଗାରେ ପ୍ଲେସମେଣ୍ଟ କଲେ, ସ୍ଥାପନ କଲେ, ଉଦ୍ଧାର ପ୍ରଦାନ କଲେ। ତାହା ଗୀତ ଲେଖକଙ୍କ ପାଇଁ ଅତୀବ ଆଶ୍ଚର୍ଯ୍ୟ ଅନୁଭୂତି। ଆଉ ସେ ଆଶ୍ଚର୍ଯ୍ୟର ସାକ୍ଷ୍ୟ ନେଇ ଏହି ଗୀତଟିକୁ ସେ କମ୍ପୋଜ କରୁଅଛନ୍ତି। ଯେବେ ଆମେ ଏହି ସନ୍ଦର୍ଭକୁ ଆଧାର କରୁଛୁ, ଏ ଆଶ୍ଚର୍ଯ୍ୟ କାର୍ଯ୍ୟ ସମ୍ବନ୍ଧରେ 3ଟି ବିଷୟ ଆମେ ଶିଖିବାକୁ ପାରିବା, ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ ବିଷୟ ହେଉଛି ଏହା ଯେ ମନୁଷ୍ୟ ନିରୁପାୟ ହୋଇ ଈଶ୍ୱରଙ୍କ ଉପରେ ଯେବେ ନିର୍ଭରଶୀଳ ହବ, ଈଶ୍ୱର ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ମନୁଷ୍ୟ ନିରୁପାୟ ଅବସ୍ଥାରେ ପହଞ୍ଚି ଯେବେ ସେ ଈଶ୍ୱରଙ୍କ ଉପରେ ନିର୍ଭରଶୀଳ ହୋଇଯାଏ, ପ୍ରଭୁ ମୋର ଆଉ କେହି ନୁହନ୍ତି, ମୋର କ୍ୟାପାସିଟି ଯାହା ଥିଲା ସରିଯାଇଛି, ଆଉ ମୋର ବୋଲି କିଛି ନାହିଁ ପ୍ରଭୁ, ମରିବା ଛଡା, ବିଫଳଗ୍ରସ୍ତ ହେବା ଛଡା
ଶତ୍ରୁ ହାତରେ ଧରା ହେବା ଛଡା ଆଉ ମୋ ପାଇଁ କିଛି ନାହିଁ। ଯେବେ ନିରୁପାୟ ଅବସ୍ଥାରେ ଈଶ୍ୱରଙ୍କ ଉପରେ ଜଣେ ବ୍ୟକ୍ତି, ଜଣେ ବିଶ୍ୱାସୀ ବିଶ୍ୱାସିନୀ ସେହି ପ୍ରକାର ନିର୍ଭରଶୀଳତା ଦେଖେଇ ଦିଏ, ତାପରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତି। ଜଣେ ବିଶିଷ୍ଟ ମିଶନାରୀ ହଡସନ ଟାଇଲର ତାଙ୍କ ଗୋଟେ ବହୁତ ବଡ ଫିଲୋସଫିକାଲ ଷ୍ଟେଟମେଣ୍ଟ ହଉଛି ଏହା, ମେନ୍ସ ଏକ୍ସଟ୍ରିମିଟି ଇଜ ଗଡ୍ସ ଅପରଚ୍ୟୁନିଟି। ମାନେ ମନୁଷ୍ୟ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ନିଃସହାୟ ଅବସ୍ଥାରେ ପହଞ୍ଚିଯାଏ, ତାପରେ ଈଶ୍ୱର ସୁଯୋଗ ପାଆନ୍ତି କିଛି ଗୋଟାଏ ଆଶ୍ଚର୍ଯ୍ୟ କାର୍ଯ୍ୟ ତାଙ୍କ ଜୀବନରେ ସାଧନ କରିବା ପାଇଁ। ପ୍ରିୟ ବନ୍ଧୁ, ଯେବେ ଯାଏ ଆମେ ନିଜେ ନିଜ ବଳ ଶକ୍ତି ଦାମ୍ଭିକତା ଉପରେ ନିର୍ଭର କରୁ, ନିଜର ଶକ୍ତ ମାଂସପେଶୀ ଉପରେ ଆମେ ନିର୍ଭର କରୁ, ଯେବେ ଯାଏ ଆମେ ଆମ ଧନ ଜନ ମାନ ଉପରେ ଆମେ ନିର୍ଭର କରୁ, ପ୍ରଭୁ ତେବେ ଯାଏ ସୁଯୋଗ ପାଇପାରନ୍ତି ନାହିଁ ଆଶ୍ଚର୍ଯ୍ୟ କାର୍ଯ୍ୟ ଆମମାନଙ୍କ ଜୀବନରେ ସାଧନ କରିବା ପାଇଁ। ନିରୁପାୟ ଅବସ୍ଥା, ଆଉ ମୁଁ କିଛି ନୁହେଁ ପ୍ରଭୁ, ଏ ଇଗୋଇଜମ କୁ ଯେବେ ଯାଏ ଆମେ ଚୂର୍ଣ୍ଣ ନ କରୁ, ଈଶ୍ୱର ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରନ୍ତି ନାହିଁ। ଆମେ କେତେ ପ୍ରାର୍ଥନା କରୁ, କେତେ ଡାକ ପକାଉ, କେତେ ଅଳି କ୍ରନ୍ଦନ ଆମେ କରୁ, ଆଶ୍ଚର୍ଯ୍ୟ କାର୍ଯ୍ୟ ଜୀବନରେ ସେତେବେଳେ ଘଟିଥାଏ ଯେତେବେଳେ ମନୁଷ୍ୟ କେବଳ ଈଶ୍ୱରଙ୍କ ଉପରେ ସେ ନିର୍ଭର କରେ। ଏହି ଗୀତରେ ଆମେ ଦେଖୁଛୁ ଗୀତ ଲେଖକଙ୍କ ଅବସ୍ଥା ଗୋଟେ ଭୟାନକ ଅବସ୍ଥା। ଆଉ ସେ ଦେଖିପାରୁଛନ୍ତି ନିଜର ଶକ୍ତି ତାକୁ ବଞ୍ଚେଇ ପାରିବ ନାହିଁ। ସ୍ୱର୍ଗ ମୁହାଁ ସେ ହେଉଅଛନ୍ତି, ଡାକ ଛାଡୁଅଛନ୍ତି, ନିବେଦନର ସ୍ୱର ସେ ପକାଉଅଛନ୍ତି, ଅଳି କରୁଅଛନ୍ତି, ତାପରେ ଈଶ୍ୱର ଅସମ୍ଭବକୁ ସମ୍ଭବ କରି ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କଲେ। ପ୍ରିୟ ବନ୍ଧୁ, ଯଦି ଆପଣ ଚାହାନ୍ତି ସେ ଆଶ୍ଚର୍ଯ୍ୟ କାର୍ଯ୍ୟ, ଆପଣଙ୍କ ପରିବାର ମଧ୍ୟରେ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦରକାର ନାହିଁ କି? ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦରକାର ନୁହଁ କି? ଆପଣଙ୍କ ସନ୍ତାନ ସନ୍ତତି ମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ ଲୋଡ଼ା ନାହିଁ କି? ନିଶ୍ଚିତ ଭାବେ ଦରକାର ରହିଛି। ଆଉ ଆମେ ସେଇଥିପାଇଁ ପ୍ରାର୍ଥନା କରିଥାଉ, ସେଇଥିପାଇଁ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ବେଶୀ ମାତ୍ରାରେ ଆମେ ହେଇଥାଉ। କିନ୍ତୁ ଆମେ ମନେ ରଖୁ, ଯେବେ ଯାଏ ଆମର ଦାମ୍ଭିକତା ଚୂର୍ଣ୍ଣ ନ ହୁଏ, ଯେବେ ଯାଏ ଆମର ଇଗୋସେଣ୍ଟ୍ରିକ ମନ ଭାବନା କୁ ଆମେ ଛାଡି ନ ପାରୁ, ଯେବେ ଯାଏ ଆମେ ଭାବୁ ମୋର ପାରିବା ପଣିଆ ଉପରେ ମୁଁ ନିର୍ଭର କରିବି, ପ୍ରଭୁ ସେ କିଛି କରିପାରନ୍ତି ନାହିଁ। କମ୍ପ୍ଲିଟ ଡିପେଣ୍ଡେନ୍ସ ପ୍ରଭୁଙ୍କ ନିକଟରେ, ପ୍ରଭୁଙ୍କ ଛାମୁରେ। ପ୍ରଭୁ ମୁଁ ମୋର ବୋଲି ଆଉ କିଛି ନାହିଁ। ମୋର ବଳ ଦଳ, ମୋର ଗୋଷ୍ଠୀ, ମୋର ଧନ ଜନ କିଛି ନାହିଁ ପ୍ରଭୁ। ମୁଁ କମ୍ପ୍ଲିଟଲି ତୁମ ଠାରେ ନିର୍ଭରଶୀଳ। ପ୍ରଭୁ ମହାନ କାର୍ଯ୍ୟ ସେତେବେଳେ ସେ ସାଧନ କରନ୍ତି। ବାଇବେଲ ମଧ୍ୟରେ ଥ୍ରୁ ଆଉଟ୍ ଦ ବାଇବେଲ ଆମେ ଦେଖୁ ଯେତେକ ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରଭୁ କରିଛନ୍ତି, ସେତେବେଳେ କରିଛନ୍ତି ଯେତେବେଳେ ନିରୁପାୟ ଅସହାୟ ଅବସ୍ଥାରେ ଲୋକେ ପଡ଼ିଛନ୍ତି ଆଉ ପ୍ରଭୁଙ୍କ ଠାରେ ଅଳି କରି ଡାକ ପକାଇ ଅଛନ୍ତି। ପ୍ରଭୁ ସେତେବେଳେ ସ୍ୱର୍ଗକୁ ଉନ୍ମୁକ୍ତ କରିଛନ୍ତି, ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିଛନ୍ତି। ଦେଖିବେ ଆପଣ ମାନେ ମାର୍କ ତାର 5 ପର୍ବରେ ଯେଉଁ ଆଶ୍ଚର୍ଯ୍ୟ ଅଲୌକିକ କାର୍ଯ୍ୟ ପ୍ରଭୁ କରୁଅଛନ୍ତି ତାହା ଅତୀବ ଚମତ୍କାର। 12 ବର୍ଷର ଜଣେ ସ୍ତ୍ରୀ, ପ୍ରଦର ରୋଗଗ୍ରସ୍ତା ସେ ସ୍ତ୍ରୀ, 12 ବର୍ଷ ଧରି ମରୁଚି ଲୋକଟା, ଆଉ କୌଣସି ପ୍ରକାର ସାହାରା ସୁସ୍ଥତା ପାଇପାରୁନାହାନ୍ତି। ଏଣେ ତେଣେ ଭ୍ରମଣ, ଥିବା ଟଙ୍କା ପଇସା ସବୁ ସେ ସାରି ଦେଇଛନ୍ତି, ସବୁଆଡେ ସେ ବୁଲି ଯାଇଛନ୍ତି, ଚେଷ୍ଟା ପ୍ରଚେଷ୍ଟା କରିଛନ୍ତି, ସୁସ୍ଥତା ପାଇପାରୁ ନାହିଁ। ଯେତିକି ଉଦ୍ୟମ ସେତିକି ବିଫଳତା, ଆଉ ବେଶୀ ମାତ୍ରାରେ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛନ୍ତି ନିଃସହାୟ ସେ ସ୍ତ୍ରୀଟା। 12 ବର୍ଷ ଧରି ଲୋକଟାର ରକ୍ତ କ୍ଷରିତ ହେଉଛି। ତାମାନେ ଭାବି ଦେଖନ୍ତୁ ତାର ବଞ୍ଚିବା
केते दूर संभावना रही मरणांतक परिस्थिति आ वाक्य कुहे से सर्वहरा अवस्था पहुंची गले सबु चेष्टा कले सबु विफल सबु उद्यम कले सबु जाक बेकार संपूर्ण रूपे निसहाय असहाय आते से प्रभु जीशु ख्रीष्टों उपरे कंप्लीटली डिपेंड करुअछंती भिड़ प्रतिबंधक व्यवस्थार कटकणा सब भितरे से गहली मध्यरे प्रवेश करी तांको पाखकु जाई से लुगार झुंपा को टिके स्पर्श करुछंती आ सेतबेले आश्चर्य कार्य प्रिय बंधु जेबे जाए ए मन शक्त मन होई रहिथिबो जेबे जाए ए हृदय कठिन हृदय होई रहिथिबो जेबे जाए आमे निज ऊपर निर्भर करी रहिथिबा तेबे जाई केते प्रार्थना अळी कले मध्य आश्चर्य कार्य ना केबे होई परिबो नाही ताहांको ऊपर कंप्लीटली डिपेंड करिबा दरकार आज आपण माने ए वाक्य सुनुथिबा बेले प्रभुको छामुरे सही प्रकार निर्भर न करी पळै जिबे कि समस्यार परिस्थिति मध्यरे रही समस्या को धरी ही पळै जिबे कि ईश्वर वाक्य ईश्वर निश्वसित वाक्य आम पाई प्रदत्त सही वाक्य प्रभु आज प्रदान करबा बेले ए शक्त हृदय चूर्ण हेबा दरकार आ प्रभु को ऊपर कंप्लीटली निर्भर करबा दरकार प्रभु मु केवल तुम ऊपर निर्भर करछि प्रभु मोर सब इगोइज्म इगोसेंट्रिक लाइफ मु चूर्ण करछि प्रभु मुनु हे प्रभु केवल तुम प्रभु सेतबेले महान कार्य साधन करते प्रथम विषय आमे मने रखू निरुपाय होई जेतले ईश्वर को ऊपर निर्भर करू तबे ईश्वर आश्चर्य कार्य साधन करते द्वितीय विषय आमे लक्ष्य करू जे महान आ आश्चर्य कार्य साधन करिबा पाई ईश्वर क्षुद्र आ परित्यक्त लोकों को व्यवहार करिथांती परित्यक्त लोक जहाकू समाज कही थाए लोड़ा नहीं दरकार नहीं गुड फॉर नथिंग बोली कुहे ए लोक पाखरे कोन अछि ए तो सिग्निफिकेंट नुहंती ए किए याकू छाड़ो से परित्यक्त लोक प्रभुଙ୍କ ପାଇଁ बहुत मूल्यवान क्षुद्र बोली जहाकू आमे छाड़ी देई क्षुद्र मार्ग क्षुद्र माध्यम आमे रिजेक्ट करि थाउ मनुष्य चक्षुरे ता सब बेले रिजेक्टेड परित्यक्त आ सही प्रकार क्षुद्र माध्यम परित्यक्त लोकों को नहीं ईश्वर महान कार्य साधन करते गीत लेखकों को वे तो जना पड़े जे विदेशीय राजा माने से माने अति निकृष्ट बोली भाबुथिले से माने छाड़ी देइथिले से माने तांको परित्याग करूथिले आ से जने परित्यक्त लोक थिले क्षुद्र परित्यक्त संपूर्ण रूपे रिजेक्टेड तांको साक्ष्य देखंतु गांधक माने जो पत्थर अग्राह्य कले ताहा कोणर प्रधान पत्थर होई अछि मो लाइफ गुडे रिजेक्टेड लाइफ रहितला मनुष्य हमर आउटवर्ड अपीयरेंस को देखि हमको रिजेक्ट करिथाय मनुष्य जेतेबेले सिलेक्शन करिवो सेतेबेले मनुष्य बाहिक रूपरेख को देखि थाए जदि से योग्य विवेचित नुहंती बाहिक रूपरेख आधार रे से रिजेक्टेड किंतु ईश्वरंक सिलेक्शन ईश्वरंक इलेक्शन ईश्वरंक मनोनयन कार्य रे सही प्रकार नहीं जो माने फिंगा फोपड़ा जो माने अज्ञानी दुर्बल जो माने परित्यक्त लोक माने आ सही प्रकार लोक मान को नहीं प्रभु महान कार्य से साधन करते आमे वाक्य रे अनेक स्थान रे से उदाहरण सब देखिबा को पाहु अनुड़ा कुमारी मरियम साधारण गरीब परिवार
ସେହି କୁମାରୀଟିଏ କିଏ ତାଙ୍କୁ ପଚାରେ, କିନ୍ତୁ ପ୍ରଭୁ ତାଙ୍କୁ ବ୍ୟବହାର କରି ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତାଙ୍କୁ ଜଗତକୁ ଆଣି ସେ ସ୍ଥାପନ କଲେ। ପ୍ରିୟ ବନ୍ଧୁ, ଯଦି ଆପଣ କୌଣସି ନା କୌଣସି ଭାବରେ ରିଜେକ୍ଟେଡ ପଛଘୁଞ୍ଚା ହୁଅନ୍ତୁ ନାହିଁ, ଆପଣ ମାନେ ଦୁଃଖିତ ହୁଅନ୍ତୁ ନାହିଁ। ଯଦି କୌଣସି କାରଣବଶତଃ ଆପଣଙ୍କୁ ବାହାର କରିଦିଆଯାଏ, କୌଣସି ଗୋଟେ ପ୍ରୋଜେକ୍ଟରେ ଆପଣଙ୍କ ପାଇଁ ଆଉ ପରମିଶନ ମିଳେ ନାହିଁ, ହୁଏତ ଆପଣ ଗୋଟେ କୋଣରେ ବସୁଥିବା ଲାଷ୍ଟ ବ୍ୟକ୍ତି ହୋଇଥାଇ ପାରନ୍ତି। ଆପଣଙ୍କ ପାଖରେ ହୁଏତ ଏତେ ଶିକ୍ଷାଗତ ଯୋଗ୍ୟତା ନଥାଇପାରେ ମଧ୍ୟ। ସମାଜ ହୁଏତ କହୁଥିବ, ଛି ସେ ଲୋକ ନୁହଁ, ତାଙ୍କ ପାଖରେ ଏତେ ସବୁ ଦୁର୍ବଳତା। ଦରକାର ନାହିଁ। ଯଦି ଆପଣ ଜଣେ ରିଜେକ୍ଟେଡ ପିସ୍, ପ୍ରଭୁ ଅନ୍ତଃକରଣ ନିରୀକ୍ଷଣ କରନ୍ତି। ପ୍ରଭୁଙ୍କ ଛାମୁରେ ନମ୍ର ଭାବରେ ଯଦି ଆପଣ ଆସିବେ, ପ୍ରଭୁ ଆପଣଙ୍କୁ ନେଇ ସେ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟ ସେ ସାଧନ କରିବେ। ପ୍ରଭୁ ଆଜି ମଧ୍ୟ ପ୍ରସାରିତ ବାହୁରେ ଅପେକ୍ଷା କରୁଅଛନ୍ତି। ଅପେକ୍ଷିତ ସେ ଚାହାନ୍ତି ସେ ଆପଣଙ୍କୁ ନେଇ ମହାନ କାର୍ଯ୍ୟ କରିବା ପାଇଁ, ମତେ ନେଇ ମହାନ କାର୍ଯ୍ୟ କରିବା ପାଇଁ। ହୁଏତ ଆମେ ଅନେକଙ୍କ ଆଗରେ ଜଣେ ରିଜେକ୍ଟେଡ ବ୍ୟକ୍ତି ହୋଇପାରୁ, କିନ୍ତୁ ପ୍ରଭୁ ୱେଲକମ୍ କରୁଅଛନ୍ତି, ଡାକୁଅଛନ୍ତି, ଆହ୍ୱାନ କରୁଅଛନ୍ତି। ଯଦି ତାଙ୍କରି ମଧୁର ସ୍ୱରକୁ ଶୁଣି ଆମେ ତାଙ୍କ ପାଖକୁ ଯିବା, ତାଙ୍କ ଉପରେ ନିର୍ଭର କରିବା। ପ୍ରଭୁ, ମୁଁ ଜଣେ ହୀନମାନିଆ ଲୋକ ହେଇପାରେ, ସମାଜ ମତେ ଘୃଣା କରୁଛି, ଲୋକମାନେ ମତେ ବାସନ୍ଦ କରୁଛନ୍ତି, ମୁଁ କିଛି ନୁହଁ। ପ୍ରଭୁ ଅନ୍ତଃକରଣ ନିରୀକ୍ଷକ ଈଶ୍ୱର, ସେ ଦେଖନ୍ତି ଏ ସମୟରେ ଆପଣଙ୍କ ହୃଦୟ, ମୋ ହୃଦୟ। ମୁଁ ଯଦି ଆଜି ଚୂର୍ଣ୍ଣ, ମୁଁ ଆଜି ନମ୍ରମନା, ପ୍ରଭୁ ମହାନ କାର୍ଯ୍ୟ ଏ କ୍ଷୁଦ୍ରଙ୍କୁ ନେଇ, ପରିତ୍ୟକ୍ତ ଲୋକଙ୍କୁ ନେଇ ସେ ମହାନ କାର୍ଯ୍ୟ ଆଜି ମଧ୍ୟ ସାଧନ କରିବେ। ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ଆମେ ନିର୍ଭର କରୁ। ଆମର ଓନ୍ ଫିଲସଫି ଉପରେ, ଆମ ନିଜ ଚିନ୍ତାଧାରା ଉପରେ କେତେ କାଳ ଆମେ ନିର୍ଭର କରି ଚଳିବା ରହିବା। ଅନେକ ସମୟରେ ମନ ଆମକୁ କୁହେ, ଆରେ ତୁ ଗୋଟେ ଆଉ ବଡ ଲୋକ ପରା, ତୋର ପୋଜିସନ ଅଛି ପରା ସମାଜରେ, ସମ୍ମିଳନୀ ମଧ୍ୟରେ, ଗାଁ ମଧ୍ୟରେ, ମଣ୍ଡଳୀ ମଧ୍ୟରେ, ତତେ ସେ ଏମିତି କହିଦେବ, ଦେଖ ତାକୁ, ଛାଡ ନା ତାକୁ, ଜବାବ ଦେ, ପ୍ରତିଶୋଧ ନେ। ଆମେ ବ୍ୟାକୁଳ ଚିତ୍ତ ବୁଝିବା ଦରକାର, ପ୍ରଭୁ ତାଙ୍କ ରିଡେମ୍ପଟିଭ ପ୍ଲାନ ମଧ୍ୟରେ, ଏ ହୋଲ ବାଇବେଲ, ଥ୍ରୁ ଆଉଟ ଦ ବାଇବେଲ, ଈଶ୍ୱର କଣ କରୁଅଛନ୍ତି, କେମିତି ପ୍ରକାର ଲୋକମାନଙ୍କୁ ନେଇ ସେ ମହାନ କାର୍ଯ୍ୟ କରୁଅଛନ୍ତି। ଯୋଉମାନେ ପରିତ୍ୟକ୍ତ, ବାସନ୍ଦ ହୋଇଥିବା କ୍ଷୁଦ୍ର ଲୋକମାନେ, ପ୍ରଭୁ ସେମାନଙ୍କୁ ଚାହାନ୍ତି, ଆଉ ଆଜି ମଧ୍ୟ ସେ ଚାହାନ୍ତି ସେଇ ପ୍ରକାର ଲୋକମାନଙ୍କୁ। ଆମେ କହିପାରିବା କି ପ୍ରଭୁଙ୍କ ଛାମୁରେ, ପ୍ରଭୁ ମୁଁ ତୁମରି ଯୋଜନା ବୁଝିପାରୁଛି, ପ୍ରଭୁ ମୁଁ ନିଜକୁ ଆଉ ଶକ୍ତ କରି ରଖିବି ନାହିଁ, ମୋର କଠିନ ହୃଦୟକୁ ଚୂର୍ଣ୍ଣ କରୁଛି। ପ୍ରଭୁ ତୁମେ ଏହି ପ୍ରକାର ଲୋକମାନଙ୍କୁ ଚାହଁ ପ୍ରଭୁ, ଆଉ ମୁଁ ସମ୍ପୂର୍ଣ୍ଣ ରୂପେ ତୁମ ହାତ ପାପୁଲିରେ ମୁଁ ଆପଣଙ୍କୁ ରଖି ଦେଉଛି। ଟୋଟାଲ ସବମିଶନ ପ୍ରଭୁଙ୍କ ଚରଣ ତଳେ। ପ୍ରଭୁ ଆଜି ମଧ୍ୟ ମହାନ କାର୍ଯ୍ୟ, ଆଶ୍ଚର୍ଯ୍ୟ କାର୍ଯ୍ୟ ସେ ସାଧନ କରିବେ। ଆଉ ଗୀତ ଲେଖକ ସେ ଆବାକ୍ ହେଇଯାଉଛନ୍ତି, କହୁଅଛନ୍ତି, ଏହା ସଦା ପ୍ରଭୁଙ୍କ କର୍ମ, ମନୁଷ୍ୟର ନୁହେଁ, ଏହା ଆମମାନଙ୍କ ଦୃଷ୍ଟିରେ ଆଉ ଆଶ୍ଚର୍ଯ୍ୟ। ପ୍ରଥମ ବିଷୟ ଆମେ ଦେଖିଲେ, ନିରୁପାୟ ଅବସ୍ଥାରେ ଈଶ୍ୱରଙ୍କ ଉପରେ ଯଦି ନିର୍ଭରଶୀଳ ଆମେ ହେଉ, ପ୍ରଭୁ କହିବେ ନାହିଁ, ଯା ଆଉ ଦରକାର ନାହିଁ ତମକୁ, ଜୀବନଟା ଯାକ ତମେ ବେକାର ବେକାରରେ ଚାଲିଲ, ପାପରେ ଡୁବିଲ, ଏବେ ତମେ ମୋର ନେହୁରା ହେଉଛ। ପ୍ରଭୁ ତଡ଼ିଦେବେ ନାହିଁ। ନିରୁପାୟ ଅବସ୍ଥାରେ ହୁଏତ ମନୁଷ୍ୟ ହସି ଦେଇପାରେ ଆମକୁ ଦେଖି, କିନ୍ତୁ ତାଙ୍କ ଉପରେ ଯଦି ଆମେ ନିର୍ଭର କରୁ, ପ୍ରଭୁଙ୍କ ଉପରେ ଯଦି ଆମେ ନିର୍ଭର କରୁ, ସେ ମହାନ କାର୍ଯ୍ୟ, ଆଶ୍ଚର୍ଯ୍ୟ କାର୍ଯ୍ୟ ସେ ସାଧନ କରିବେ। ଦ୍ୱିତୀୟ ବିଷୟ, କ୍ଷୁଦ୍ର ଲୋକମାନଙ୍କୁ ନେଇ, କ୍ଷୁଦ୍ର ମାଧ୍ୟମକୁ ନେଇ, ପରିତ୍ୟକ୍ତ ବ୍ୟକ୍ତିଙ୍କୁ ନେଇ ପ୍ରଭୁ ଥ୍ରୁ ଆଉଟ ଦ ବାଇବେଲ ସେ ମହାନ ଆଉ ଚମତ୍କାର କାର୍ଯ୍ୟ ସାଧନ କରି ଆସିଛନ୍ତି, ଆଉ ଆଜି ମଧ୍ୟ ତାହା କରିବେ। ଯଦି ଆମେ ପରିତ୍ୟକ୍ତ ବୋଲି ଦେଖୁଛୁ, ପ୍ରତିଶୋଧ ପରାୟଣ ନ ହୋଇ ପ୍ରଭୁଙ୍କ ପଦ ତଳେ ବିନମ୍ର ଭାବେ ଯଦି ଆମେ ସମର୍ପିତ ହଉଛୁ, ପ୍ରଭୁ ଆପଣଙ୍କୁ ନେଇ ସେ ମହାନ କାର୍ଯ୍ୟ ସାଧନ।
ତୃତୀୟ ବିଷୟ ଆମେ ଏହି ସ୍ଥାନରେ କଣ ଦେଖୁଛୁ ଯେ ଆଶ୍ଚର୍ଯ୍ୟ କାର୍ଯ୍ୟକୁ ପ୍ରଭୁ ଚାହାନ୍ତି ଗୋଟେ ବଡ ପ୍ରଶଂସାରେ ପରିଣତ କରିବା ପାଇଁ। Wonders should be turned into worship. ମହାନ କାର୍ଯ୍ୟ, ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରଭୁ ସାଧନ କଲା ପରେ ଆମେ ଖୁସିରେ ଏତେ ମଜି ଯାଉ, ଏ ଜଗତରେ ହୁଏତ ଆମେ ହଜି ଯାଇଥାଉ। ସଫଳତା ପାଇବା ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିବା ପରେ, ପାଇବା ପରେ ଆମେ ଭାବୁ ଯେ ଦେଖ ତୋର ଜ୍ଞାନ, ତୋର ଚାଲାକ ଚତୁରତା କେତେ ବେଶୀ, ତମେ ସଫଳତାର ଚରମ ସୀମାରେ, ତମର ଗୋଟେ ଟ୍ୟାଲେଣ୍ଟ ଥିବାରୁ ସିନା ତୁମେ ପହଞ୍ଚି ପାରିଲ। ଅନେକ ସମୟରେ ପ୍ରଭୁଙ୍କ କୃତ ଆଶ୍ଚର୍ଯ୍ୟ କାର୍ଯ୍ୟ ଅନେକ ସମୟରେ ଗର୍ବ ଆଡକୁ ଆମେ ଆମ ନିଜକୁ ଆମେ ନେଇ ଯାଇଥାଉ। କିନ୍ତୁ ପ୍ରଭୁ ଦେଖନ୍ତି, ପ୍ରଭୁ ଚାହାନ୍ତି ଏତେ ବଡ ଆଶ୍ଚର୍ଯ୍ୟ କାର୍ଯ୍ୟ ମୁଁ ସାଧନ କଲି ୟାଙ୍କ ଜୀବନରେ, ସେ ତେଣିକି ୱାର୍ସିପ କରିବାକୁ ଯାଉଛି ନା କଣ? ଆମର ୱାଣ୍ଡରସ୍ ୱାର୍କ, ୱଣ୍ଡରଫୁଲ ୱାର୍କ ସବୁ ୱାର୍ସିପଫୁଲ ସର୍ଭିସରେ ପରିଣତ ହେବା ଦରକାର। ଦେଖନ୍ତୁ ଏତେ ଚମତ୍କାର ଆଶ୍ଚର୍ଯ୍ୟ କାର୍ଯ୍ୟ ଜୀବନରେ ନିଭେଇବା ପରେ ଗୀତ ଲେଖକ ସେ କେମିତି ତାର ଜୀବନକୁ ଅତିବାହିତ କରୁଅଛନ୍ତି, ତାର ଶେଷ ପଦ ମାନଙ୍କରେ ଦେଖନ୍ତୁ 28 ଆଉ 29 ପଦ। ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେବି। ଗୋଟେ ପର୍ସନାଲ ରିଲେସନशिପ କୁ ଦେଖନ୍ତୁ। ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ ଉପରେ ବିଶ୍ୱାସ କରିଛି ପ୍ରଭୁ, ମୁଁ ଆଉ ଜଗତ ଉପରେ ନିର୍ଭର କରି ନାହିଁ, ମୁଁ ତୁମ୍ଭ ଉପରେ ବିଶ୍ୱାସ କରିଛି। ତୁମ୍ଭେ ମୋହର ଆଉ ମୁଁ ତୁମ୍ଭର, ଏହା ଆମର ବ୍ୟକ୍ତିଗତ ସମ୍ପର୍କ ଅଟେ ପ୍ରଭୁ। ତୁମ୍ଭେ ମୋହର ପରମେଶ୍ୱର। ପ୍ରିୟ ବନ୍ଧୁ, ଯେବେ ଯାଏ ଆପଣ ସେହି ବ୍ୟକ୍ତିଗତ ସମ୍ପର୍କ ଈଶ୍ୱରଙ୍କ ସହିତ, ଖ୍ରୀଷ୍ଟଙ୍କ ସହିତ ସ୍ଥାପନ କରିନାହାନ୍ତି, ତେବେ ଯାଏ ହୁଏତ ଆପଣ ଆଉ ଈଶ୍ୱରଙ୍କ ସନ୍ତାନ ସନ୍ତତି ହୋଇପାରି ନାହାନ୍ତି। ଆଉ କେତେ ପ୍ରାର୍ଥନା କଲେ ମଧ୍ୟ ପ୍ରଭୁ ଉତ୍ତର ଦେଇପାରିବେ ନାହିଁ, ଯେବେ ଯାଏ ଆମେ ତାଙ୍କ ସନ୍ତାନ ସନ୍ତତି ହୋଇପାରି ନାହୁଁ। ତାଙ୍କ ପରିବାର ଭୁକ୍ତ, ତାଙ୍କ ସନ୍ତାନ ସନ୍ତତି ଏ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ହେବା ଦ୍ୱାରା ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେବି। ଗୋଟେ ବହୁତ ବଡ ଡିସିସନ ସେ ନେଉଅଛନ୍ତି, ଆଉ ଗୋଟେ ଲାଇଫ ଲଙ୍ଗ ଡିସିସନ ସେ ନେଉଅଛନ୍ତି, ଆଉ ବଡ ତ୍ୟାଗର ଡିସିସନ ସେ ନେଉଅଛନ୍ତି। ମୋର ଲାଇଫକୁ ମୁଁ କଣ୍ଟ୍ରୋଲ କରିବି ପ୍ରଭୁ, ତୁମ ଧନ୍ୟବାଦାର୍ଥେ, ତୁମ ଗୌରବାର୍ଥେ ପ୍ରଭୁ ଏ ଜୀବନ ଅତିବାହିତ ହବ। ସବୁଠାରୁ ବଡ ଡିସିସନ, ବଡ କାର୍ଯ୍ୟ ଆମେ କେତେ ଦାନ ଆଣି ଦେଇଦେବା ତାହା ନୁହଁ। ବଳକା ଲାଇଫ ପ୍ରଭୁ ମୁଁ ତୁମ ବେଦୀ ଉପରେ ଉତ୍ସର୍ଗ କରିଦେଉଛି, ଏଣିକି ପ୍ରଭୁ ତୁମ୍ଭ ଉଦ୍ଦେଶ୍ୟରେ ଏ ଜୀବନ ମୁଁ ଯାପନ କରିବି। ଚାହାନ୍ତି କି ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ପରେ, ସେ ଆଶ୍ଚର୍ଯ୍ୟ କାର୍ଯ୍ୟ ଜୀବନରେ ନିଭେଇବା ପରେ, ପ୍ରାପ୍ତ ହେବା ପରେ ଆମମାନଙ୍କ ଡିସିସନ ଏହି ପ୍ରକାର ଅଟେ। ତୁମ୍ଭେ ମୋହର ପରମେଶ୍ୱର, ପୁନଃ ସେ ପ୍ରକାଶ କରୁଅଛନ୍ତି, ମୁଁ ତୁମ୍ଭର ପ୍ରତିଷ୍ଠା କରିବି। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ହଁ ତାହାଙ୍କ କରୁଣା ଅନନ୍ତ କାଳସ୍ଥାୟୀ। ଗ୍ରେଟ ଡକ୍ସୋଲୋଜିକାଲ ପଦକୁ ଆମେ ଦେଖୁଛୁ, ବଡ ପ୍ରଶଂସନୀୟ ପଦ ପ୍ରଭୁଙ୍କ ଉଦ୍ଦେଶ୍ୟରେ। ସେ ଷ୍ଟ୍ରଙ୍ଗ ଡିସିସନ ନେଉଛନ୍ତି, ଗୋଟେ ପର୍ସନାଲ ରିଲେସନସିପ ସ୍ଥାପନ କରିଛନ୍ତି, ଆଉ ସେ ବର୍ତ୍ତମାନ ପ୍ରଭୁଙ୍କ ଗୁଣଗାନ କରି ସେ ପ୍ରଚାର କରୁଅଛନ୍ତି, କହୁଅଛନ୍ତି, ଲୋକମାନଙ୍କୁ ଆହ୍ୱାନର ବାର୍ତ୍ତା ଦେଉଅଛନ୍ତି, ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ।
प्रिय बंधु आज आम जीवन अन्य मान आकर्षण कर प्रभु को तुम्हें धन्यवाद दियो देख मो जीवन रे प्रभु केमिति कार्य करिसंते एहा मोर नुह ईश्वर कृत कार्य आ ईश्वर को तुम्हें धन्यवाद दियो प्रभु तुमको मध्य दरकार तुम प्रभु ठारे डाक पकाओ आस मो परि प्रभु छामुरे प्रार्थना करो तांको लाइफ इटसेल्फ कोन गोटे आह्वानकारी लाइफ होई परिला प्रभु निकट को अनेकों को आकर्षण करिबार जीवन तांकर होई परिला प्रिय बंधु प्रभु महान कार्य साधन करिबा ईश्वर अटंती आश्चर्य कार्य जीवन रे प्राप्त हेबा परे नेक्स्ट हेउची गर्व दंभ दांभिकता अहं भावना रे परिचालित हेबा ताहानु आम वंडर्स सब वर्शिप रे परिणत हेबा दरकार प्रभु आज मध्य महान कार्य से साधन करिबे निरुपाय अवस्था रे जदि हम तांको ऊपर निर्भर करिबा परित्यक्त हेले मध्य जदि आम निजको क्षुद्र भावी प्रभु को शरणापन्न हेबा आ से आश्चर्य कार्य जीवन रे पाइबा परे जदि आम तांको पई ए जीवन को उत्सर्ग कर देबा प्रभु निश्चित भावे गौरव प्रशंसा पाइबे आमको आशीर्वाद करिबे चाहते कि आपण से महान आशीर्वाद स्वर्गीय आशीर्वाद प्रभु को ऊपर संपूर्ण रूपे प्रभु को ठारू पाइबा पाई गोटे मात्र सूत्र प्रभु को ऊपर संपूर्ण विश्वास और संपूर्ण निर्भरशीलता कंप्लीट डिपेंडेंस प्रभु को ऊपर जदि आमे जे हो ना काहे कि ताहांको ऊपर कंप्लीट डिपेंडेंस संपूर्ण निर्भरशील आज हेबा आज मध्य प्रभु महान कार्य आमान को जीवन रे साधन करिवे अल्प वाक्य रे प्रभु समस्त को आशीर्वाद करंतु धन्यवाद।